जो तांकर गुरुदेव अच्युतानंद पटेश्वर को कहले अरे रामदास तू सचेतन हुआ तोर किसी चिंता करिवार नहीं तू सब कथा जानबू देश विदेश रे तू ख्यात सबुआड़े प्रचार प्रसार मध्य करिबू आउ क्षीर नदी क्या कहती ना क्षीर नदी बद्रिका कटकरू जे पारादीप सानिध्य पाखरे जे थिब दीप जम्बूदीप ये जम्बूदीप जे तेरे पूर्व भागे समुद्र आ पश्चिम भाग जो मिलित हब क्षीर नदी आउ सी हूँ जम्बूदीप भारत वर्ष रे जम्बूदीप जम्बूदीप जे रामदास शुणु जे जम्बूदीप शाड़की द्वीप कुशद्वीप रम्यक द्वीप रत्नद्वीप सिंहल द्वीप एमती 7टा द्वीप थिब सारा विश्व ब्रह्मांड रे जी अच्छी किंतु आमर जो कथा कहूँ जो विश्व ब्रह्मांड रे अच्छी बोली तू जानबू किपरि ना जम्बूदीप जो दक्षिण पार्श्व नीलांचल क्षेत्र पतित पावन बाना रही पतित को उद्धार करुछंती प्रभु किंतु से जम्बूदीप रे नीलांचल क्षेत्र होइथिबो पुरी धाम आउ तापरे जो गिरी गोप्य होइथिबो माटी पूरा होई ना गिरी गोप्य होइथिबो जो आमर गोटा से दक्षिण रे उड़पड़ा फुलीपुर किशनगर से पार्श्व गिरधारी मठ बिली कहते किंतु सी गोवर्धन गिरी बिली प्रमाण अच्छी ओडिशा रे आउ गिरी गोप्य होइथिबो माटी पूरा हुए ताकू किए जानबेनी ता भितरे गोवर्धन गिरी बिली अच्छी आउ से पातालपुर आसी मर्त्यपुर पर्यंत गिरधारी उठाए ता भितरे पहाड़ पर्वत अच्छी भी प्रमाण अच्छी आउ ता मध्यरे सेपटे जो उत्तर पार्श्व क्षीर नदी जो दक्षिण मध्य क्षीरबट अच्छी आउ क्षीरबट फिर दक्षिण पार्श्व को अच्छी हरिहर क्षेत्र आम ओडिशा रे जे 12टा हरिहर क्षेत्र अच्छी किंतु बद्रिका कटक जो गोटाक प्रमाण आसूची सेठी जन्मलाभ करिथिबे तेबे एमिति प्रभावित हबो कलिर जे घोर कली मोहा घोर तम आच्छादिब घट गुप्त होइथिब केही न जानिब घरणिया पणरे मु काटुथिबि दिन घोषे निजे घोषे दिन अच्युत जे एक कथा प्रमाण तेबे से कहते जेतले घोर कली हम ताकू तू निजे अनुभव करी जानबू घोर कली माने
ନା କଳିଯୁଗ ଯେତେବେଳେ ସିଏ ପ୍ରମାଣ ଅଛି ଶେଷ କାଳରେ ଯେଉଁ ଉଡ଼ନ୍ତା ବୁଡ଼ନ୍ତା ଚଳନ୍ତି ଅଚଳନ୍ତି 1456 ଦେହରେ ମନୁଷ୍ୟ ଦୁର୍ଲଭ ଜନ୍ମ ପ୍ରାପ୍ତ ହୋଇଛି। ମନୁଷ୍ୟ ଚେତା ହେତା ସବୁ ତାଙ୍କର ସ୍ମରଣ ଶକ୍ତି କିଛି ରହିବନି, ତା ଦେହରେ ବାରି ହେଇଯିବେ। ଆଉ ଭକ୍ତ ସାଧୁସନ୍ଥ ତାଙ୍କର ସଦା ସର୍ବଦା ଶ୍ରଦ୍ଧାଭାବ ଆସିବ, ତାଙ୍କର ଜ୍ଞାନ ଆସିବ, ବୁଦ୍ଧି ଆସିବ, ବିବେକ ଆସିବ। କ୍ରୋଧ ରାଗ ହିଂସା ତମ ଏସବୁ ବର୍ତ୍ତମାନ ସେ କରିଥିବେ। କିନ୍ତୁ ମୁକାର ଭାଷା କଳିଯୁଗରେ ରାକ୍ଷସମାନେ ବହୁତ ମୁକାର ଭାଷା ଗଞ୍ଜେଇ ଟାଣିବେ, ମଦ ଖାଇବେ, ପିତାମାତା ମାନିବେନି, ଲୁଙ୍ଗି ପିନ୍ଧିବେ, ମାଳି ଛିଡ଼େଇବେ, ଆଉ ନାରୀ ଦର୍ଶନ କରିବେ, ହିତାହିତ ଜ୍ଞାନ କିଛି ରହିବନି। ତେବେ ଜାଣିବୁ ତୁ ରାମ ପ୍ରବଳ ଭାବରେ ନାରୀମାନେ ପୁରୁଷକୁ ଛାଡ଼ିକିରି ଅନ୍ୟ ପୁରୁଷ କରିବେ, ଏଗୁଡ଼ା ଘଟିବ। ଲୀଳା କରୁଥିବି ମୁଁ ଯେ ବୁଲି ନାନା ଦେଶେ, ନିଜେ ଖ୍ୟାତ କରିବୁ ଯେ ତୁ ହି ରାମ ଦାସେ। ଲୀଳା କରୁଥିବି ମୁହିଁ ଗୁପତ ଭାବରେ, ଏହି କଥା କହିଦେଲି ଅଚ୍ୟୁତ ଛାମୁରେ। ଚହଟିବ ଲୀଳା ତୁଷା ରିରେ ମିଶାଏକ, ଚଢ଼ା ତିନି ଶୂନ ଦେଲେ ଯେତେ ହେଲା ଠିକ। ଚଳି ଯାଉ ଘୋର କଳି ଦଳି ଦେବେ ମିଳି, ଚେତାଇଣ ଗୀତେ କହେ ଅଚ୍ୟୁତ ଦେ ଭାଳି। ସେ କହିଲେ ଯେ ଲୀଳା କରୁଥିଲି ମୁଁ ଯେ ବୁଲି ନାନା ଦେଶେ, ନିଜେ ଖ୍ୟାତ କରିବୁ ଯେ ତୁ ହି ରାମ ଦାସେ। ତୁ ଜନ୍ମ ହେଇଥିବୁ ବଦ୍ରିକା କଟକ, କଟକ ସହରକୁ କହନ୍ତି। ସେ ବଦ୍ରିକା ସହର ଠାରୁ ଜମ୍ବୁଦ୍ୱୀପ ମଧ୍ୟରେ ତୁ ଶାରଳା ମଣ୍ଡଳରେ ତୁ ଜନ୍ମ ହେଇଥିବୁ। ଆଉ ତୋ ଘର କୁଜଙ୍ଗ ଅଞ୍ଚଳ ହେଇଥିବ। ତୁ ଯେଉଁ ରାମଦାସ ସେଇ ରାମଦାସ ହିଁ ତୁ ସେଇଠି ଜନ୍ମ ହେଇଥିବୁ। ଲୋକ ଆଉ ତୁର ନାଁ ତ ରାମଚନ୍ଦ୍ର ଅପ୍ରକଟ ହିସାବରେ ଅନ୍ୟ ନାମ ଦିଆ ହେଇଥିବ, ତେତେ ରାମଦାସ ବୋଲି କେହି ଚିହ୍ନି ପାରିବେ ନାହିଁ। ଆଉ ଲୀଳା କରୁଥିବୁ ଯେ ଗୁପ୍ତ ଭାବରେ, ନିଜେ ଖ୍ୟାତ କରିବୁ ଯେ ତୁ ରାମଦାସ। ତୁ ସାଇଁକିରି ସବୁ ପ୍ରକଟ ହିସାବରେ ତୁ ପ୍ରକଟ କରିବୁ। ଆଉ ତାପରେ ଚହଟିବ ଲୀଳା ତୁ ଚାରିରେ ମିଶାକ। ଚାରିରେ ମିଶିଗଲେ 5 ହେଲା। ତେବେ 5 ହେଲେ ଚଢ଼ା ତିନି ତୁ ବାମ ପଟରୁ ଡାହାଣ ପଟରୁ ଯେତେବେଳେ ସୁନା 3ଟା ଦେଇଦେବୁ, ଜାଣିବୁ ଯେ ସେ 5000 ବର୍ଷ କଳି ଭୋଗ କରିବ। ତେଣୁ ଚଳି ଯାଉ ଘର କଳି ଚେତାଇଣ ଗୀତେ କହେ ଅଚ୍ୟୁତ ଭାଳି। ଇଏ ଚେତା ହେତା ସମସ୍ତଙ୍କର ଡୁବିଯିବ। ଘୋର କଳିରେ ଅସୁରମାନେ ରାକ୍ଷସମାନେ ଉତ୍ପାତ ହେବେ। ସେ ମନୁଷ୍ୟ ନୁହନ୍ତି, ରାକ୍ଷସ ତାଙ୍କର ପ୍ରଭାବ ବିସ୍ତାର ବଢ଼ି ବଢ଼ି ଚାଲିବ। ନାରୀମାନଙ୍କର ତାଙ୍କର ବି ହିଂସା ଭାବ ଅଧିକା ହେବ। ଆଉ ସେ ଦେହରେ ବସ୍ତ୍ର ତାଙ୍କର ରହିବ ନାହିଁ, ସେ ବହୁତ ଉଦ୍ଧତ ହେବେ। ଆଉ ପିଲାମାନେ ପୁଅ ପିଲାମାନେ ବି ବହୁତ ଉଦ୍ଧତ ହେବେ। କାହାରି ଜ୍ଞାନ ଗାରିମା କିଛି ରହିବନି। ଚଳି ଯାଉ ଘୋର କଳି ଦଳି ଦେବେ ମିଳି। କିଏ ଦଳି ଦେବେ ବାପା ରାମ? ନା ଦଳି ଦେବେ ସେତେବେଳେ ଆସିବ ଯେଉଁ ଓଳିଏ ବାକି ଅଛି, ସେ ଓଳିଏ ହେଉଛି ବାପା। ତାକୁ ଲୋକ କହୁଥିବେ ଯେ ଆମର ଯେଉଁ ଓଳିଏ, ଏଇ ଓଳିଏ ବୋଧେ ଯୁଦ୍ଧ ହେବ 12 ଘଣ୍ଟା। ନାଇଁ, ତା ନୁହେଁ। ଦେବତାଙ୍କର ଯଦି
26 ମାସ ଏ 26 ମାସ ହୁଏ ତାଙ୍କର ସବୁ ଗୋଟିଏ ଦିନ, କିନ୍ତୁ ଆମର ନର ଲୋକଙ୍କର ହିସାବ ହେଉଛି ଯେ ଦିବସଟା 12 ଘଣ୍ଟା, ରାତ୍ର 12 ଘଣ୍ଟା, 24 ଘଣ୍ଟା। କିନ୍ତୁ ସେ କଥା ସିଏ ନୁହେଁ। ଦେବତାମାନଙ୍କର ଗୋଟାଏ ଦିନ ମାନେ ଓଳିଏ ବାକି ରହିଛି ମାନେ ଯୁଦ୍ଧ, ସେ ଓଳିଏଟା 13 ମାସ ଯୁଦ୍ଧ ହେବ। ଆଉ 13 ମାସ ଯୁଦ୍ଧ ହେଲେ ଆଉ ସାରା ପୃଥିବୀର ତୃତୀୟ ମହାସଂଘର ଯୁଦ୍ଧ ହେଇଯିବ। ଏଇଟା ଅସମ୍ଭବ କଥା ନୁହେଁ। ତୁ ହିତ କାଙ୍କି ବୋଲି ମୁଁ ତତେ ଆଗରୁ କହିଦେଉଛି। ଆଉ ଯେଉଁମାନେ ଯେଉଁ ରାକ୍ଷସ ବୃତ୍ତି ଧରିଥିବ ଆଉ ମୂର୍ଖଙ୍କ ଆଗରେ ପ୍ରକାଶ କରିବୁ ନାହିଁ। ଯଦି କହିବୁ ମୂର୍ଖ ବାସ, ସକଳ ଧର୍ମ ଜୀବନାଶ। ତେବେ ଝଞ୍ଝକା ମାରିବେ ଦୁଷ୍ଟେ, ଅଜ୍ଞାନେ ମାତିବେ, ତେଣୁ କରି ଯବନ ସେ ମାଡ଼ି ନ ଆସିବେ। ୟା ପରେ କ'ଣ ହେବ ନା, ଯେଉଁ ଝଞ୍ଝକା ମାରିବେ ଏଣେ ଦୁଷ୍ଟେ, ସେ ଝଞ୍ଝକା ଭିତରେ ଯେ ମାଡ଼ି ଆସିବେ ଯବନମାନେ, ସେ ଯବନମାନେ ଆଉ କିଛି ଗଛପତ୍ର ରଖିବେନି, ମନୁଷ୍ୟ ରଖିବେନି। ଆଉ ସିଏ ଆସି ବଡ଼ଦାଣ୍ଡରେ କେଉଁ ଜଗନ୍ନାଥ ବୋଲି ହାର ହାଣ ଏମିତିଆ ସବୁ କରିବେ। ଆଉ ଗଛ ବୃକ୍ଷ ମନୁଷ୍ୟ ଆଉ ଯେତେ ଜୀବଜନ୍ତୁମାନେ ହାଣି ଇଏ କରିଦେବେ, କିନ୍ତୁ ଗଲାବେଳେ ଆଉ ଯାଇପାରିବେ ନାହିଁ। ଠାବେ ଠାବେ ଯେ କି ଗୁମ୍ଫା ମନ ଖୋଲି ହେଇଗଲାଣି, ଟିକିରା ଗୋହିରୀ ସବୁ ଖୋଲା ହେଇଗଲାଣି ଓଡ଼ିଶାରେ। ବିରଜା କ୍ଷେତ୍ର ଆଉ ଜଗନ୍ନାଥଙ୍କ ପାଖରେ ଟିକିରା ଗୋହିରୀ ଖୋଲା ହେଇଗଲାଣି, ଶାଳମ ପାଖରେ ଖୋଲା ହେଇଗଲାଣି। ଆଉ ଟିକିରା ଗୋହିରୀ ଯେତେ ଦେବତା ଭାରତବର୍ଷରେ ସବୁ ଟିକିରା ଗୋହିରୀ ଅଣ୍ଡରଗ୍ରାଉଣ୍ଡ ତଳକୁ ତଳେ ଯାଇ ସେ ବଙ୍ଗୋପସାଗରରେ ଯାଇ ପହଞ୍ଚିଲାଣି, ପ୍ରଶାନ୍ତ ମହାସାଗରରେ ଯାଇ ପହଞ୍ଚିଲାଣି। ଟିକିରା ଗୋହିରୀ ସବୁ ଖୋଲା ହେଇଗଲାଣି। ଆଉ ଯବନମାନେ ଆସିଲେ ତାଙ୍କୁ ଆଉ କ୍ଷମା ଦିଆଯିବ ନାହିଁ। ଜଗନ୍ନାଥ ନିଜେ ଆମର ସିଏ ସ୍ମରଣ କରିବେ। ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ସେମାନେ ପହଞ୍ଚିଯିବେ। ଆଉ ଯେଉଁମାନେ କୁରୁପାଣ୍ଡବ ଯୁଦ୍ଧ ହେଇଥିଲା, ଭାରତ ଯୁଦ୍ଧ ହେଇଥିଲା, ସେମାନେ ଫେର ପୁନର୍ବାର ଜନ୍ମ ହେଇଗଲେଣି। ପ୍ରଭୁ ତାଙ୍କୁ କୃପା କଲେ, ସିଏ ଆସି ମିଳିତ ହୋଇକିରି କୁରୁ ପାଣ୍ଡବ ଯୁଦ୍ଧ ହେବ। ସେ ଯୁଦ୍ଧ ଦେହରେ ସବୁ ଯବନମାନେ ଏଠାରେ ଟିକିରା ଗୋହିରୀ ଭିତରେ ସବୁ ସମୁଦ୍ର ଭିତରେ ଯାଇ ପଡ଼ିବେ। ଏଇଟା ସତ୍ୟ କଥା, ମିଛ ନୁହେଁ।